ପ୍ରପଶ୍ୟାମି ମମାପଦାନୁଦ୍ୟାଦ ଯଚ୍ଛକମୁଚ୍ଛ ସଣମିଦ୍ରିୟାଣାମ୍ ଅବପ୍ୟ ଭୂମାବ ସମନ୍ନବୁଦ୍ଧଃ ରାଜ୍ୟ ସୁରାଣାମପି ଚାଧିମପତ୍ୟମ୍। କାରଣ ପୃଥିବୀରେ ଧନଧାନ୍ୟର ସମୃଦ୍ଧ, ଶତ୍ରୁବିହୀନ ରାଜ୍ୟ ଏବଂ ସ୍ୱର୍ଗରେ ଦେବତାଗଣମାନଙ୍କର ଆଧିପତ୍ୟ ମିଳିଗଲେ ମଧ୍ୟ ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରାଯାଉଥିବା ମୋର ଏହି ଦୁଃଖ ଯେ ଦୂର ହୋଇଯିବ, ଏହା ମୁଁ ଦେଖିପାରୁନାହିଁ। ଅର୍ଜୁନ ବିଚାର କରୁଛନ୍ତି, ଭଗବାନ ବୋଧେ ଭାବୁଛନ୍ତି ଯେ ଅର୍ଜୁନ ଯୁଦ୍ଧ କଲେ ବିଜୟୀ ହେବ ଏବଂ ବିଜୟ ହେଲେ ତାକୁ ରାଜ୍ୟ ମିଳିବ, ଯଦ୍ୱାରା ତାର ଚିନ୍ତା ଓ ଶୋକ ଦୂର ହୋଇଯିବ ଓ ସନ୍ତୋଷ ମିଳିବ। କିନ୍ତୁ ଶୋକ ଯୋଗୁଁ ମୋର ଏପରି ଦଶା ହୋଇଛି ଯେ ବିଜୟ ପ୍ରାପ୍ତି ପରେ ମଧ୍ୟ ମୋର ଶୋକ ଯେ ଦୂର ହୋଇଯିବ, ଏ କଥା ମୁଁ ଦେଖିପାରୁନାହିଁ। ଅବାପ୍ୟ ଭୂମପଦନାମ୍ ରାଜ୍ୟମ୍। ଯଦି ମୋତେ ଧନଧାନ୍ୟ ସମୃଦ୍ଧ ଓ ନିଷ୍କଣ୍ଟକ ରାଜ୍ୟ ମିଳିଯାଏ, ଅର୍ଥାତ୍ ଯେଉଁ ରାଜ୍ୟର ପ୍ରଜା ବହୁତ ସୁଖୀ, ପ୍ରଜାଙ୍କ ପାଖରେ ବହୁତ ଧନଧାନ୍ୟ ଅଛି, କୌଣସି ପ୍ରକାର ଅଭାବ ନାହିଁ ଓ ଶତ୍ରୁ ଉପଦ୍ରବ ନାହିଁ, ସେହିପରି ରାଜ୍ୟ ମିଳିଗଲେ ମଧ୍ୟ ମୋର ସୁଖ ଦୂର ହୋଇପାରିବ ନାହିଁ। ସୁରାଣାମପି ଚାଧିପତ୍ୟମ୍। ଏହି ପୃଥିବୀର ତୁଚ୍ଛ ଭୋଗବିଳାସ ସମ୍ପନ୍ନ ରାଜ୍ୟ କଥା ତ ଛାଡ଼, ଇନ୍ଦ୍ରଙ୍କ ଦିବ୍ୟ ଭୋଗବିଳାସ ସମ୍ପନ୍ନ ରାଜ୍ୟ ମିଳିଗଲେ ମଧ୍ୟ ମୋର ଶୋକ, ଜ୍ୱାଳା ଓ ଚିନ୍ତା ଦୂର ହୋଇପାରିବ ନାହିଁ। ଅର୍ଜୁନ ପ୍ରଥମ ଅଧ୍ୟାୟରେ କହିଥିଲେ, ମୁଁ ବିଜୟ ଚାହୁଁନାହିଁ, ରାଜ୍ୟ ଚାହୁଁନାହିଁ କି ସୁଖ ବି ଚାହୁଁନାହିଁ। କାରଣ ସେଇ ରାଜ୍ୟରୁ କ'ଣ ମିଳିବ, ସେଇ ଭୋଗରୁ କ'ଣ ମିଳିବ, ସେଇ ଜୀବନରୁ କ'ଣ ମିଳିବ? ଯେଉଁମାନଙ୍କ ପାଇଁ ଆମେ ରାଜ୍ୟ, ଭୋଗ ଓ ସୁଖ ଚାହୁଁଛୁ, ସେହିମାନେ ହିଁ ମରିବା ପାଇଁ ଆମ ସମ୍ମୁଖରେ ଠିଆ ହୋଇଛନ୍ତି। ଏଠାରେ ଅର୍ଜୁନ କହୁଛନ୍ତି, ପୃଥିବୀର ଧନଧାନ୍ୟ ସମ୍ପନ୍ନ ଓ ନିଷ୍କଟକ ରାଜ୍ୟ ମିଳିଲେ ତଥା ଦେବଗଣଙ୍କ ଆଧିପତ୍ୟ ମିଳିଗଲେ ମଧ୍ୟ ମୋର ଶୋକ ଦୂର ହୋଇପାରିବ ନାହିଁ, ମୁଁ ସେଥିରେ ସୁଖୀ ହୋଇ ରହିପାରିବି ନାହିଁ। ସେଠାରେ କୌଟୁମ୍ବିକ ମମତା ଅଧିକ ହୋଇଥିବାରୁ ଅର୍ଜୁନ ଯୁଦ୍ଧରୁ ବିରତ ହୋଇଥିଲେ, କିନ୍ତୁ ଏଠାରେ ଆତ୍ମକଲ୍ୟାଣ ଭାବ ଜାଗ୍ରତ ହେବାରୁ ସେ ଯୁଦ୍ଧରୁ ବିରତ ହେଉଛନ୍ତି। ସୁତରାଂ ସେଠାକାର ବିରତି ଓ ଏଠାକାର ବିରତି ମଧ୍ୟରେ ବହୁତ ତଫାତ୍ ରହିଛି। ନହି ପ୍ରପଶ୍ୟାମି ମମାପଦାନୁଦ୍ୟାଦ ଯଚ୍ଛକମୁଚ୍ଛସଣ ମିନ୍ଦ୍ରିଣାମ୍। ଯଦି କୁଟୁମ୍ବକ ମରିବା ଆଶଙ୍କାରେ ମୋର ଏତେ ଶୋକ ହେଉଛି, ତେବେ ସେମାନେ ମରିଗଲେ ମୋତେ କେତେ ଶୋକ ନ ହେବ? ଯଦି ରାଜ୍ୟ ପାଇଁ ମୋର ଶୋକ ହେଉଥାନ୍ତା, ତେବେ ରାଜ୍ୟ ମିଳିଗଲେ ତାହା ଦୂର ହୋଇଯାଆନ୍ତା। କିନ୍ତୁ କୁଟୁମ୍ବ ନାଶ ଆଶଙ୍କାଜନିତ ଶୋକ ରାଜ୍ୟ ମିଳିଲେ କିପରି ଦୂର ହେବ? ଶୋକ ଦୂର ହେବା କଥା ଛାଡ଼ନ୍ତୁ, ବରଂ ତାହା ଆହୁରି ବଢ଼ିବ। କାରଣ ଯୁଦ୍ଧରେ ଯଦି ସମସ୍ତେ ମରିଯିବେ, ତେବେ ପ୍ରାପ୍ତ ରାଜ୍ୟକୁ ଭୋଗ କରିବ କିଏ? ତାହା କେଉଁ କାମରେ ଆସିବ? ତେଣୁ ପୃଥିବୀର ରାଜତ୍ୱ ଓ ସ୍ୱର୍ଗର ଆଧିପତ୍ୟ ମିଳିଲେ ବି ମୋର ଏହି ଇନ୍ଦ୍ରିୟ ଶୁଷ୍କକାରୀ ଶୋକ ଦୂର କରିପାରିବ ନାହିଁ।